ଭୂମିହର ପାତ ହୋଇବ ଦଶ ଦିଗ ଅନ୍ଧାର, ଭଣିଲେ ଆଗତ ଭବିଷ୍ୟ ହାଡ଼ି ଦାସ କମାର। ମହାକଳି ଗୋଳ ଚହଳ ପଡ଼ିବ ଠାବେ ଠାବେ, ମୁକୁନ୍ଦ ଦେବଙ୍କ ଅଙ୍କରେ ସୈନ୍ୟ ମାଡ଼ି ଆସିବେ। ଅଚ୍ୟୁତ 600 ବର୍ଷ ତଳୁ ଠାରଗାର ଦେଇକି ଲେଖିଛନ୍ତି, କୋଉ କୋଉ ଘଟଣା ମାନ ଯେତେବେଳେ ଆପଣ ମାନେ ଦେଖିବାକୁ ପାଇବେ ତେବେ ବୁଝି ନେବେ ଯେ ସବୁକିଛି ସରିବାକୁ ଯାଉଛି। ପ୍ରଥମେ ହେଲା ଅଭକ୍ଷ ଭକ୍ଷ, ଦ୍ୱିତୀୟରେ ହେଲା ଅଗମ୍ୟ ଗମ୍ୟ, ତୃତୀୟରେ ହେଲା ଅଦୃଶ୍ୟ ଦୃଶ୍ୟ। ଏଇ ତିନିଟା ଘଟଣାବଳୀ ଯେତେବେଳେ ଆପଣ ମାନେ ଦେଖିବାକୁ ପାଇବେ ସେତେବେଳେ ବୁଝି ନେବେ ଯେ ସବୁକିଛି ନାଶ ହେବାକୁ ଯାଉଛି। ପ୍ରଥମେ କ'ଣ ରହିଲା? ଅଭକ୍ଷ ଭକ୍ଷ, ମାନେ ଯେଉଁ ଜିନିଷକୁ ଆହାର କରିବା କଥା ନୁହଁ ସେଇ ଜିନିଷକୁ ହିଁ ଏ ମଣିଷ ଜାତି ଖାଇବ। ଦେଖନ୍ତୁ, ଏ ଚୀନ କଥା ଆମେ ଆପଣମାନଙ୍କୁ କହିବୁ। ଯାହା ପାଉଛନ୍ତି ସବୁ ଖାଇ ଦେଉଛନ୍ତି। ପୋକ ଜୋକଠୁ ଆରମ୍ଭ କରିକି ଜିଆନାଳ, ଝିଣ୍ଟିକା, ଅସରପା ଯାହା ପାଉଛନ୍ତି ସବୁ ଖାଇ ଦେଉଛନ୍ତି। ଇଏ ହେଉଛି କ'ଣ? ଅଭକ୍ଷ ଭକ୍ଷ। ଅଭକ୍ଷକୁ ଭକ୍ଷଣ କଲେ, ସେଇଥିପାଇଁ ତ ସେମାନଙ୍କୁ ଆଗ ରୋଗ ହେଉଛି। ଦେଖନ୍ତୁ କେତେ ବଡ଼ ଗୋଟେ ଅନର୍ଥ ହୋଇଗଲା, ଗୋଟେ ଭୟଙ୍କର କରୋନା ମହାମାରୀ ସେଇଠୁ ହିଁ ଉତ୍ପନ୍ନ ହେଲା। ସେମାନେ ତ ଭୋଗିଲେ, ତା ବ୍ୟତୀତ ସମଗ୍ର ବିଶ୍ୱକୁ ମଧ୍ୟ ଏହାର ସଙ୍କଟ ଭୋଗିବାକୁ ପଡ଼ିଲା। ଠିକ୍ ସେଇଭଳି ଆମେ ମଧ୍ୟ ଅଭକ୍ଷକୁ ଭକ୍ଷଣ କରୁଛେ। ଆପଣମାନେ କହିବେ ଆମେ ତ ସେସବୁ କିଛି ଖାଉନୁ, ପୁଣି ଅଭକ୍ଷ କେତେବେଳେ ଭକ୍ଷଣ କଲୁ? ହଁ ଆଜ୍ଞା, ଆମେମାନେ ବି ଅଭକ୍ଷକୁ ଭକ୍ଷଣ କରୁଛେ। କେମିତି? ଶାସ୍ତ୍ରରେ ଲେଖା ଅଛି ସନ୍ଧ୍ୟା 7ଟା ପରଠାରୁ ଆଉ ଆହାର କରିବା କଥା ନୁହଁ, କିନ୍ତୁ କ'ଣ ହେଉଛି ତାର ଓଲଟାଟା ହିଁ ହେଉଛି। ରାତି 12ଟା ହଉ 1ଟେ ହଉ ଖାଇବା ଚାଲିଛି, ଖାଦ୍ୟ ବନ୍ଦ ନାହିଁ। ବାହାଘର ଫାହାଘର ହେଲା ବେଳେ ରାତି 1, 2ଟାରେ ମଧ୍ୟ ଖିଆ ହେଉଛି, ମଦ ମାଂସ ଖିଆ ହେଉଛି। ଏହି ସଂକେତ ଗୁଡ଼ିକ ଧୀରେ ଧୀରେ ଆପଣ ମାନେ ଦେଖିବାକୁ ପାଉଥିବେ। ଅଭକ୍ଷ ଯେବେ ଭକ୍ଷ ହୋଇ ସଂସାର ତେବେ ନାଶ ଯାଇ, ଆମେ ମାନେ ହିଁ ଅଭକ୍ଷକୁ ଭକ୍ଷଣ କରିବାରେ ଲାଗିଛେ। ଦ୍ୱିତୀୟରେ କ'ଣ ହେଲା? ଅଗମ୍ୟ ଗମ୍ୟ, ମାନେ ଯେଉଁ ସ୍ଥାନକୁ ଯିବା କଥା ନୁହଁ ସେଇ ସ୍ଥାନକୁ ପାଗଳ ମଣିଷ ମାନେ ଯିବା ପାଇଁ ଇଚ୍ଛୁକ ହେବେ। ଟେକ୍ନୋଲୋଜି ଏତେ ବାଟ ଆଗେଇ ଗଲାଣି ଯେ ଲୋକମାନେ ଭାବିଲେଣି ଯାଇକି ଚନ୍ଦ୍ରରେ ରହିବେ, ଚନ୍ଦ୍ରକୁ ଯିବା ଆସିବା ଲାଗିଲାଣି। ଇଏ ହେଉଛି ଅଦୃଶ୍ୟ ଦୃଶ୍ୟ। ଟିକେ ଚିନ୍ତା କଲେ, ଆମେ ଯଦି ଚାହୁଁଛେ ଚନ୍ଦ୍ରକୁ ଯିବା ପାଇଁ, ଚନ୍ଦ୍ରରୁ ଯେତେବେଳେ ଏଲିଏନ ମାନେ ଭାବିବେ ଆମ ଦେଶକୁ ଆସିବା ପାଇଁ, ତେବେ କ'ଣ ହେବ? ଆମେ ମାନେ କିଛି ନୁହଁ ଆଜ୍ଞା, ଏଲିଏନ ମାନେ ଆମଠୁ ସହସ୍ର ଗୁଣରେ ଶକ୍ତିଶାଳୀ। ସେମାନେ ଆସିଲେ ତ ଗୋଟେ ଚୁଟକିରେ ଆମକୁ ଧ୍ୱଂସ କରିକି ଚାଲିଯିବେ। ପାପ ଭାର ଏତେ ପରିମାଣରେ ବଢିଗଲାଣି ଯେ ଦେବତା ମାନଙ୍କୁ ମଧ୍ୟ ବଜାର ବିକିକି ଏମାନେ ଖାଇଯିବେ। ଏ ରଥଯାତ୍ରାରେ ଦେଖୁନାହାନ୍ତି, ବିଦେଶରୁ ଭକ୍ତମାନେ ଆସିଥିବେ, ଗୋଟେ ସିନ୍ଦୁର ଟୋପା ଲଗେଇଦେଲେ ଦେ 500, ଦେ 1000, ଗୋଟେ ପତାକା ବିକୁଛନ୍ତି 500, 1000, 2000, 5000, ଯିଏ ଯାହା ପାଇଲା ସେତେ ମାଇଲା। କେମିତି କିଛି ପରିଶ୍ରମ ନ କରିକି ପୁଳେ ପୁଳେ ଟଙ୍କାକୁ ପକେଟରେ ପୁରେଇ ଦେବି, କେବଳ ଏଇ କଥା ହିଁ ଆଜିକାଲିକା ଲୋକମାନେ ଭାବୁଛନ୍ତି। ତାପରେ ମହାପୁରୁଷ ବର୍ଣ୍ଣନା କଲେ, ମହାକଳି ଗୋଳ ଚହଳ ପଡ଼ିବ ଠାବେ ଠାବେ, ମୁକୁନ୍ଦ ଦେବଙ୍କ ଅଙ୍କରେ ସୈନ୍ୟ ମାଡ଼ି ଆସିବେ। ମହାପୁରୁଷ ଅଙ୍କରେ ଏମିତି କଥା ଲେଖିଛନ୍ତି ଯାହାକୁ କି ସାଧାରଣ ମଣିଷ ମାନେ କେବେ ବି ବୁଝିପାରିବେନି। ସେଇଥିପାଇଁ ତ ଦେଖୁନ, ବେଦଶାସ୍ତ୍ର ଧର୍ମଗ୍ରନ୍ଥକୁ ଆଉ କେହି ମାନୁଛନ୍ତି ନା ପଢୁଛନ୍ତି? ମାଳିକାକୁ ବି ଆଜିକାଲି କେହି ମାନୁନାହାନ୍ତି, ସବୁ ଟାହିଟାପାରା କରୁଛନ୍ତି। ହେ ସତରେ କ'ଣ ଏଇଟା ହେଇଯିବ, ସେଇଟା ହେଇଯିବ, 22-5 ମିନ ଖେଳିବାର ଖେଳିଲାନି କାହିଁକି? ଏମିତି ହିଁ ଟାହିଟାପାରା କରୁ କରୁ ଏମାନେ ନିଜର ପାପକୁ 100 ଗୁଣ ଉପରକୁ ନେଇଯାଉଛନ୍ତି, ଯାହାର କି ପଶ୍ଚାତାପର ବାଟ ଆଉ ବିଲକୁଲ ହିଁ ନାହିଁ। ଏବେ ତ ମୋବାଇଲ ନଥିଲେ କିଛି ହବନି, ଆଉ ଯେତେବେଳେ ଦେଖିବ ମୁହଁରେ ଫୋନ ମୋଡା ହେଇଥିବ। କିନ୍ତୁ ସେତେବେଳର ଧାର୍ମିକ ଲୋକେ କ'ଣ କରୁଥିଲେ? ଟିକେ ଟାଇମ୍ ମିଳିଲେ ଭାଗବତ ପଢୁଥିଲେ, ଗୀତା ପଢୁଥିଲେ, ବିଭିନ୍ନ ପ୍ରକାର ଅଧ୍ୟୟନ କରୁଥିଲେ। ସେଇଥିପାଇଁ ତ ତାଙ୍କର ଧୈର୍ଯ୍ୟ ଥିଲା। କିନ୍ତୁ ଆଜିକାଲି କାହା ଗୋଟେ ଭଲରେ ପଦବୀ କହିଦେଲେ ତା ମୁହଁରୁ ଦୋ ଅକ୍ଷର ବାହାରୁଛି। ଲୋକମାନେ ଭାବୁଛନ୍ତି ନିଜେ ପଣ୍ଡିତ, ଖାଲି ମାଳିକା ଭିଡିଓକୁ ଦେଖିବ, 2-4 ପଦ ଭାଷା କମେଣ୍ଟରେ ଲେଖିଦେଇକି ଚାଲିଯିବ। ମହାପୁରୁଷ ପୁଣି ବର୍ଣ୍ଣନା କଲେ, ବାହାର ହୋଇବେ ବିରଜା କରେ ଖପର ଧରି, ବାରଣ ବେଳକୁ ଭକ୍ତଙ୍କୁ ବାଛି ରଖିବେ ହରି।